ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର 95ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଆଇଟିୟୁସି ଜିଲ୍ଲା ଉପସଭାପତି ସୋମନାଥ ଗିରି ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଏଆଇୱାଇଏଫ୍ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି ଲାଲ ପତାକା ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବରେ ଏଆଇୱାଇଏଫ୍ ଜିଲ୍ଲା ଆବାହକ ରୁଜାଲିନ ଦାସ, ଜଗତସିଂହପୁର ଜୋନ୍ ଅଖିଳ ଭାରତ କୃଷକ ସଭା ସଭାପତି ନାରାୟଣ ଦାସ, ସମ୍ପାଦକ ନଟବର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସୋମନାଥ ଗିରି ଓ ସତ୍ୟରଞ୍ଜନ ମହାନ୍ତି ଉପସ୍ଥିତ ସଂଗ୍ରାମୀ ସାଥୀଙ୍କୁ ଉଦ୍ବୋଧନ ଦେଇ ଆଗାମୀ ଦିନରେ କୃଷକ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିବେଦନ କରିଥିଲେ।